तो भाई ଅନୁଭବ ମହାନ୍ତି ଆଉ ବର୍ଷା ପ୍ରିୟଦର୍ଶିନୀ ସେମାନେ ଦୁଇ ଜଣ ଓଡିଆର ଲଭ୍ ବାର୍ଡ ବୋଲି କହନ୍ତି। ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା କଳାକାର। ଭାଇ ସେମାନଙ୍କୁ ନେଇକି ବହୁତ ଚର୍ଚ୍ଚା ରହନ୍ତି, ମାନେ ଓଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ଚର୍ଚ୍ଚାର ବିଷୟ ପାଲଟନ୍ତି। କେମିତି ଦୁଇ ଜଣ ଅଲଗା ଅଲଗା ହେଇଛି, କେମିତି ଦୁଇ ଜଣ ଡିଭୋର୍ସ ହେଇଛି, ଆଉ ଜାଗୃତିଙ୍କ ସହିତ ସମ୍ପର୍କ କଣ, ଏସବୁ ବିଷୟରେ ବହୁତ ଲୋକ ଅଜଣା ଅଛନ୍ତି। ଭାଇ ଆଜି ମୁଁ ଏଇ ଭିଡିଓରେ ସମ୍ପୂର୍ଣ୍ଣ କହିବି ଯେ ସେମାନେ କେମିତି ଅଲଗା ହେଲେ ଆଉ କାହିଁକି ହେଲେ, କାହା ଲାଗି ହେଲେ, ଏସବୁ ବିଷୟରେ ମୁଁ ଆଜି କଥା ହେବି। ସେଥିପାଇଁ ଭିଡିଓଟି ସମ୍ପୂର୍ଣ୍ଣ ଭାବରେ ଦେଖିବେ। ଭିଡିଓଟି ବହୁତ ପୁରୁଣା ହେଇପାରେ, ପୁରୁଣା ଟପିକ ହେଇପାରେ, ହେଲେ ଭିଡିଓଟି ବହୁତ ଗୁରୁତ୍ୱ ହବ। କାହିଁକିନା ଏଥିରେ ଏମିତି ଏମିତି ଲୋକ ଅଛନ୍ତି ଯେ କି ସେମାନଙ୍କୁ ଏମିତି ଭାବରେ ଭିଡିଓ ବନେଇକି ଇନଷ୍ଟଲ କରୁଛନ୍ତି ଯେ ଆପଣ ଦେଖିଲେ କି ଶୁଣିଲେ ଆପଣଙ୍କୁ ବି ରାଗ ହବ। ତ ଚାଲନ୍ତୁ ଆଜିର ଭିଡିଓ ବିନା ଡେରିରେ ସିଧା ମୁଦ୍ଦାକୁ ଆସିବା। କଣ ପାଇଁ ମୁଁ ଏଇ ଭିଡିଓଟି ବନେଇଛି? ଭିଡିଓ ମୁଦ୍ଦା ହଉଛି ବର୍ଷା କୁଆଡେ ମା ହେବାକୁ ଯାଉଛି। ଭାଇ କଣ କହିବି ଆଜ୍ଞା, ଏମିତି ଏମିତି ଭିଡିଓ ଅଛି ବର୍ଷାକୁ ବାହା କରିଦେଉଛନ୍ତି। ବାହା ହଉନି ହେଲେ ବାହା କରେଇ ଦଉଛନ୍ତି ଖାଲି କହିକି। ଆପଣଙ୍କୁ ଲାଗିବ କି ମୁଁ କଣ କହୁଛି, ଭାଇ ସିରିୟସଲି କହୁଛି। ଗୋଟେ ଭିଡିଓ ଦେଖି ନିଅନ୍ତୁ କଣ କହୁଛନ୍ତି, ତାପରେ ମୁଁ ଆଗକୁ ବଢିବି। ଗୋଟେ ବହୁତ ବଡ ଖବର ଏବେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଚର୍ଚ୍ଚା ହେଉଛି। ଏବେ ମା ହେବା ପାଇଁ ଯାଉଛନ୍ତି ଅଲିଉଡର ଜବରଦସ୍ତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତେବେ ମା ହେବାର ଏବେ ତାଙ୍କର ଦାୟୀ କିଏ? ଏବେ ବର୍ଷାଙ୍କ ପେଟରେ ବଢୁଥିବା ପିଲାର ଏବେ ବାପା କିଏ ହେବ? ଅନୁଭବ ମହାନ୍ତି ନା ଆଉ କିଏ? ଏ ସମ୍ପର୍କରେ ଏବେ ବହୁତ ସାରା ଚର୍ଚ୍ଚା ହେଉଛି। ତେବେ ପୂର୍ବରୁ ତ ଦେଖୁଛନ୍ତି, ଇଏ ହଉଛି କଣ କହିବି, ଭିଡିଓକୁ ଦେଖିଲେ ମତେ ହସ ଲାଗିଲା ଯେ କି ବର୍ଷାର ବାହା ହେଇନି ଅଥଚ ତାଙ୍କର ପ୍ରେଗନେନ୍ସି କଥା ଖବରରେ ଚର୍ଚ୍ଚାରେ ପଳେଇ ଆସିଲାଣି ଯେ ବର୍ଷାଙ୍କ ପେଟରେ କାହାର ଛୁଆ ଅଛି। ଭାଇ କେତେ ସିରିୟସଲି ଭିଡିଓ ଦେଖୁଛ? ବର୍ଷା ଶୁଣିଲେ ଭାବିବେ କଣ, ଅନୁଭବ ଶୁଣିଲେ ଭାବିବେ କଣ, ବର୍ଷାଙ୍କ ପେଟରେ କାହାର ଛୁଆ ହେଇଥିବ? ଆପଣ ମାନେ ବି ଡାଉଟ ଥିବେ ଏଇ ଭିଡିଓ ଦେଖିଲା ମାନେ ଯେ କି ବର୍ଷାଙ୍କ ପେଟରେ ଛୁଆ କାହାର। କାଳେ ସେଇ ୱାଇଟ୍ ଫିଲ୍ମର ହିରୋର ତ ନୁହଁ, କାଳେ ଅନୁଭବଙ୍କ ତ ନୁହଁ, ଏମିତି ବି ଡାଉଟ ହଉଥିବ ନା ଆଉ କାହାର। ଭାଇ ଆଜିକାଲି ତ କମନ ହେଇସାରିଛି ଯେ ୟା ପେଟରେ ତା ଛୁଆ, ତା ପେଟରେ ୟା ଛୁଆ। ଆଜିକାଲି ତ କମନ ହେଇସାରିଛି, କିନ୍ତୁ ଏମିତି କମନ, ଏମିତି କରି କଣ୍ଟେଣ୍ଟ ଲେଖା ହଉଛି ଯେ ଲାଗିବ କି ସତରେ ବର୍ଷାଙ୍କର ବାହା ହେଇସାରିଛି, ସତରେ ବର୍ଷାଙ୍କ ସହିତ ପୁଣି ଅନୁଭବଙ୍କର ପେଚପ ହେଇଯାଇଛି, ସତରେ ବର୍ଷାଙ୍କର ପୁଣି ଛୁଆ ହେଇଯାଇଛି। ଏମିତି କରି କଣ୍ଟେଣ୍ଟ ଲେଖାଯାଏ। ତ ଆପଣଙ୍କୁ କଣ ଲାଗୁଛି ଏ ଭିଡିଓ ଦେଖିଲା ମାନେ? ଆପଣଙ୍କୁ ଲାଗୁଥିବ ଯେ ସିଓର ବର୍ଷାଙ୍କର ପେଟରେ ଛୁଆ ପାଳୁଥିବ ବୋଧେ, ଅନୁଭବଙ୍କର ହଉ କି ଆଉ କାହାର। ଭାଇ ଇଣ୍ଡଷ୍ଟ୍ରି ତ ଅନୁଭବଙ୍କ ବାପାଙ୍କର ନୁହଁ କି ବର୍ଷାଙ୍କର ବାପାଙ୍କର ନୁହଁ, ମନରେ ଯାହା ଆସିଛି ସେୟା ହିଁ କରୁଛନ୍ତି ସେମାନେ। ଏଇ ଦେଖୁନ ଯେମିତି କି ସେମାନଙ୍କର ଦୁଇ ଜଣଙ୍କର ଯୋଉ ପାରିବାରିକ ସମସ୍ୟା, এই ପାରିବାରିକ ସମସ୍ୟା ପାଇଁ ଅନୁଭବ ମହାନ୍ତି ଓ ବର୍ଷା ବହୁତ କଣ୍ଟ୍ରୋଭର୍ସିରେ ରହିକି ଆଇଛନ୍ତି। ଛାଡ଼ପତ୍ର ନହେଲା ଯାଏ ଭିଡିଓ ସବୁ ଟ୍ରେଣ୍ଡିଂରେ ଚାଲୁଥିଲା। ଏବେ ପୁଣି ଆଉ ଗୋଟେ ଟପିକ ନେଇକି ଆସିଲା, କଣ ନା ବର୍ଷାଙ୍କ ପେଟରେ କାହାର ଛୁଆ। ହଁ ଭାଇ ମତେ କହୁନ କାହାର ଛୁଆ? ବର୍ଷାଙ୍କ ପେଟରେ କାହାର ଛୁଆ ହେଇପାରେ? ଏମିତି ଭିଡିଓ ବନଉଛ ଭାଇ, କଣ କହିବେ ଆଜ୍ଞା? ଆପଣଙ୍କ ଘରେ ବି ତ ଭାଇ ଭଉଣୀ ଥିବ, ଭଉଣୀ ଥିବ ନା? ସେ ବି ନାହିଁ। ହଁ ମାନୁଛି ବର୍ଷା ସେଲିବ୍ରିଟି, ତାଙ୍କୁ ନେଇକି ଭିଡିଓ ବନାଅ, କିନ୍ତୁ ସେ ଏମିତି ଟପିକ ବନାଓନି ଯେ କି ତାଙ୍କ ହୃଦୟରେ କିଛି ଖରାପ ଇଫେକ୍ଟ ପଡେ କି ଖରାପ ଲାଗେ। ଏମିତି ଭିଡିଓ ବନାଓନି। ମୁଁ ବି ବହୁତ ଭିଡିଓ ବନାଉଥିଲି ଏମାନଙ୍କ ଦୁଇ ଜଣଙ୍କୁ ନେଇକି, ଅନୁଭବ ବର୍ଷାଙ୍କୁ ନେଇକି। ମୋ ଭିଡିଓ ମୋ ଚ୍ୟାନେଲରେ ଦେଖିବ ପୁଳାଏ ଭିଡିଓ ଅଛି। ଟୋଟାଲି କହିବି, ମୁଁ ଛାତି ଠକି କହୁଛି, ଟୋଟାଲି ଫେକ୍ ନ୍ୟୁଜ। ଆଜିକାଲି ଲୋକମାନେ ଟପିକ ଏମିତି ଦରକାର ଯେ କି ଇଣ୍ଟରେଷ୍ଟିଂ ହବା ଦରକାର। ତାଙ୍କ ନାଁରେ କିଛି ଖରାପ କହିଦିଅ, ସେମାନେ ସେ ଭିଡିଓକୁ ପ୍ରୋତ୍ସାହନ ଦେବେ, ଦେଖିବେ, ଲାଇକ୍ ସେୟାର ସବସ୍କ୍ରାଇବ ସବୁ ବଢେଇ ଦେବେ। ବର୍ଷାଙ୍କ ନାମରେ କିଛି କୁହ, ଦେଖିବ ଗାଳି ଦେବା ପାଇଁ ପୁଳାଏ ଲୋକ ଆସିବେ, ଆଉ କିଛି ଲୋକ ଆସିବେ ଭଲ କହିବେ। ଅନୁଭବଙ୍କ ନାଁରେ କୁହ, ସେମିତି ସେମ ଜିନିଷ ବାରମ୍ବାର ପୋଷ୍ଟ କରି ତଥାପି ଦେଖ ଗୋଟେ ଜିନିଷ ଦେଖିପାରିବେ କି ନା, ଲୋକମାନେ ବହୁତ ଦେଖୁଛନ୍ତି, ବହୁତ ତାକୁ ଆଗକୁ ବଢୁଛନ୍ତି। ଭଲ ଭିଡିଓ କେউ ଦେଖୁନାହାନ୍ତି। ଭଲ କୁହ ଅନୁଭବକୁ, ଦେଖିବ କିଛି ଲୋକ ଆସି ଅନୁଭବଙ୍କ ପଛରେ ମାନେ ଆମ ପଛରେ ଗାଳି ଗୁଲାଜ କରିବେ। ମୋ ଚ୍ୟାନେଲରେ ଯାଇକି ଦେଖିପାରିବେ ଆପଣ ମାନେ, ପୁଳାଏ ରହିଛି ଏମାନଙ୍କ ଦୁଇ ଜଣଙ୍କୁ ନେଇକି ଭିଡିଓ, ଆଉ ସବୁ ଭିଡିଓ ଭାଇରାଲ ଯାଇଛି। ମୁଁ ଯଦି କହିଥାଏ ନା, ଯାଇକି ଦେଖିଦେବି। ତ ସେଥିପାଇଁ ଆଜିକାଲି ଟିକେ ଭ୍ୟୁଜ ପାଇବା ପାଇଁ, ଟିକେ ପଇସା ପାଇଁ ବହୁତ ତଳକୁ ପଇସାଛନ୍ତି ଲୋକମାନେ। ତ ଭାଇ ମୁଁ ଦୟାକରି ଏମାନଙ୍କୁ କହୁଛି, ମୁଁ ବି ତ ନିଜେ ସୁଧାରି ଯାଇଛି, ଆଉ ଆପଣ ବି ସୁଧାରି ଯାଅ। କାହାକୁ ନେଇକି ଇନସଲ୍ଟ କରି ପଇସା କମେଇବା କିଛି ମଜା ନୁହଁ। ହଁ ରୋଷ୍ଟିଂ ତ ଠିକ ଅଛି, କାହିଁକିନା ସେମାନେ ସେମିତି କାମ କରୁଛନ୍ତି ଯାହା ଫଳରେ ଆମେ ରୋଷ୍ଟ କରୁଛୁ, ହେଲା। ଆଉ ଏମିତି କିଛି ମୁଡରେ ଆମେ କରୁନୁ, କିଛି ଖରାପ ଚିନ୍ତାଧାରା ନେଇକି ଆମେ କରୁନୁ। ସେମାନେ ଯୋଉଭଳି କାମ କରୁଛନ୍ତି ଯାହା ଫଳରେ ଲୋକମାନେ ତାଙ୍କୁ ଘୃଣା କରୁଛନ୍ତି, ଆମେ ଦେଖୁଛୁ। ସେଥିପାଇଁ ଆମେ ତାଙ୍କ ବିଷୟରେ ଗୋଟେ ଭିଡିଓ ବନେଇ ଦଉଛୁ, ବାକି ଆଉ କିଛି ନୁହଁ। ତ ଚାଲନ୍ତୁ ଅନୁଭବ ମହାନ୍ତିଙ୍କ ବର୍ଷାଙ୍କ ବିଷୟରେ ଟିକେ କଥା ହେଇଯିବା। ଅନୁଭବ ମହାନ୍ତି ଯୋଉ ହଉଛି ଓଲିଉଡ ସୁପରଷ୍ଟାର, ଆପଣ ମାନେ ଭଲ ଜାଣିଛନ୍ତି। ତାକୁ ଦବଙ୍ଗ ଷ୍ଟାର, ଭାଇଜାନ ଏମିତି ସବୁ କହନ୍ତି।
ଆଉ ବର୍ଷାକୁ କଣ, ବଲିଉଡର କୁଇନ୍